ମଧୁପୁର ଗାଁରେ ଜଣେ ବଡ଼ ବେପାରୀ ଥିଲେ। ତାଙ୍କର ନାମ ଥିଲା ସନିଆ ଦାସ। ସେ ବେପାରୀ ଭାବରେ ତାଙ୍କ ଅଞ୍ଚଳରେ ପରିଚିତ ଥିଲା। ତାଙ୍କର ପତ୍ନୀଙ୍କ ନାମ ଥିଲା ସୁନିତା ଦାସ। ସେ ସବୁବେଳେ କହୁଥାନ୍ତି, ତୁମେ ତ ସବୁଦିନ କ'ଣ ବେପାର କରିବ? ପୁଅମାନଙ୍କୁ ବେପାର ବିଷୟରେ ଅବଗତ କରାଅ, ସେମାନେ ବେପାର ସମ୍ଭାଳନ୍ତୁ। ପତ୍ନୀଙ୍କ କଥା ଶୁଣି ସନିଆ ଦାସ କହିଲା, ତୁମେ ସତ କହୁଛ, ହେଲେ ପୁଅ ଦୁଇଟା ତ ମୋର ବୋକା ନା, ସେମାନେ ବେପାର କରିବେ କ'ଣ? ବେପାରକୁ ଡୁବେଇ ଦେବେ। ପତ୍ନୀ କହିଲେ, ସେମାନେ ଯଦି ଡୁବେଇ ଦେବେ, ସେମାନେ କରିବେ କ'ଣ? ହକ୍ ଦୃଷ୍ଟିରୁ ବାପାର ବେଉସା ପୁଅ କରିବା କଥା। ତେଣୁ ତୁମେ ଥରେ ପରୀକ୍ଷା କର, ସେମାନେ ବେପାର କରିପାରୁଛନ୍ତି କି ନାହିଁ ଏବଂ ସେମାନେ ବେପାର ଶିଖି ପାରୁଛନ୍ତି କି ନାହିଁ। ତେଣୁ ତାଙ୍କୁ ଶିଖାଅ। ଏହା ଶୁଣି ସନିଆ ଦାସ କହିଲା, ଠିକ୍ ଅଛି। ତାଙ୍କ ପୁଅ ଦୁଇ ଜଣକୁ ଡାକିଲା। କହିଲା, ରେ ରଘୁଆ ଆଉ ସାଧୁଆ, ତୁମେ ଦୁଇ ଜଣ ଆସ। ବାପାର କଥା ଶୁଣି ରଘୁଆ ଓ ସାଧୁଆ ଆସିଲେ। କହିଲେ, ବାପା କୁହନ୍ତୁ, କ'ଣ କରିବା? ବାପା କହିଲେ, ତୁମକୁ ବେପାର କରିବାକୁ ହେବ। ମୁଁ କ'ଣ ସବୁଦିନ ବଞ୍ଚିବି ଯେ ବେପାର କରିବି? ମୁଁ ତ ବୁଢ଼ା ହେଲିଣି। ଏଥର ତୁମେ ବେପାର ଭାର ସମ୍ଭାଳିବ। ସେମାନେ କହିଲେ, ଠିକ୍ ଅଛି, ଆମକୁ କ'ଣ କରିବାକୁ ହେବ କହନ୍ତୁ, ଆମେ କରିବୁ। ନା, ଆଚ୍ଛା, ଠିକ୍ ଅଛି। ମୋର ବୁରେ କବାବ ଚିନି ଦରକାର। ସେ କବାବ ଚିନି ବୁରାଟି ତୁମେ ଯାଇ ଘେନି ଆସ। ସେତେବେଳେ ତ ଗାଡ଼ି ମଟର ନଥାଏ। ତେଣୁ ଦୁଇ ପୁଅ ଚାଲି ଚାଲି ଗଲେ ଦୂର ଗାଁ ମାର୍କେଟକୁ। ଦୂର ଗାଁ ହାଟରେ ଯାଇ ପହଞ୍ଚିଲେ। ବାପା କହିଛନ୍ତି କବାବ ଚିନି ଆଣିବାକୁ। କବାବ ଚିନି? ବାପା କହିଲେ, ଭଲ କରି ଶୁଣ, କବାବ ଚିନି ଆଣିବ। କବାବ ଚିନି। ଏମାନେ କହିଲେ, ଠିକ୍ ଅଛି। ବାପା କହିଲେ, ଦେଖ, ଯଦି ତୁମେ ଚିନି କହିବ ତାହେଲେ ଠକିଯିବ। କବାବ ଚିନି କହିବ। ଇଏ ଚିନି ନୁହେଁ, ଇଏ ଫଳ, ଇଏ ପାଣିରେ ଭାସେ। ପୁଅମାନେ କହିଲେ, ଠିକ୍ ଅଛି ବାପା, ଆମକୁ କ'ଣ ଏତେ ଭାବୁଛ? ତେଣୁ କ'ଣ ଭୁଲିଯିବୁ? କିନ୍ତୁ ସେମାନେ, ବାପା ଯେ କହିଥିଲେ କବାବ ଚିନି ଆଣିବ, ସେମାନେ ମାର୍କେଟ ଧରିବା ବେଳକୁ କବାବ ଭୁଲିଯାଇଛନ୍ତି। ତାଙ୍କର ଏବାଡ଼ୁ ସେବାଡ଼ୁ କଥା ଇଏର କହି ଚାଲିతే ବାପା କହିଥିବା କବାବ ଚିନିଟାକୁ ଭୁଲିଛନ୍ତି। ରଘୁଆ କହିଲା, ରେ ସାଧୁଆ ଭାଇ, କ'ଣ ବାପା କହିଥିଲେ? ନା, ଚିନି ତ କହିଥିଲେ। ରଘୁଆ କହିଲା, ହଁ, ମୁଁ ବି ତ କହୁଛି, ଭାବୁ ଚିନି କହିଥିଲେ। ତେଣୁ ଆଉ ଗୋଟେ କିସ କହିଥିଲେ ଆମେ ଜାଣିପାରୁନୁ। କି ଚିନି, କି ଚିନି? ନା, ଯା ଦୋକାନୀକୁ ପଚାରିଲେ କହିଦେବନି ନା, ଗୁଦାମ ବାଲା। ଭାଇ ସେମାନେ ଗଲେ, କହିଲେ, ଆମେ ଚିନି ନେବୁ। ଦୋକାନୀ କହିଲା, ଠିକ୍ ଅଛି, କେତେ ନେବ? ନା, ଆମେ ପାଇକାରୀ ରେଟ୍ରେ ବୁରାଏ ଚିନି ନେବୁ, ଗୋଟେ ବସ୍ତା। ଦୋକାନୀ କହିଲା, ଠିକ୍ ଅଛି, ଠିକ୍ ଅଛି। ସେମାନେ କହିଲେ, ହେଲେ ଗୋଟେ କଥା ଅଛି, ବାପା ଆମକୁ କହିଥିଲେ ଚିନି ନେବା ପାଇଁ, କିନ୍ତୁ ତା ପୂର୍ବରୁ ଯେ କ'ଣ କହିଥିଲେ ସେଇଟା ଆମର ମନେ ନାହିଁ। ତେଣୁ କି ସେଇ ଚିନି, କି ଚିନି, ସେଇ ଚିନିଟା ଆମର ମନେ ଅଛି। ସେଇ ଚିନି କି ଚିନି କହିଥିଲେ ମନେ ନାହିଁ, ସେଇଟା ଆମକୁ ଦଉନ୍ତୁ। ଦୋକାନୀ କହିଲା, ଠିକ୍ ଅଛି, ସରୁ ଦାନା ଅଛି, ବଡ଼ ଦାନା ଅଛି। ମୁଁ ତମକୁ ଯେଟା ବଡ଼ ଦାନା ଚିନିଟା ସେଇଟା ଅଧିକ ରେଟ୍ ଲାଗୁଛି। ସେ ଭଲ ଚିନିଟା ନେବ ନା ସରୁ ଦାନାଟା ଟିକେ କମ୍ ରେଟ୍ ଲାଗୁଛି? ସେମାନେ କହିଲେ, ନା ନା, ଯେଟା ଭଲ ହବ ଦଉନ୍ତୁ। ବଡ଼ ଦାନା ଚିନି ଦେଲା, କହିଲେ, ନେଇଯାଅ, ଏଇଟା ଭଲ ହବ। ନା, ବାପା କହିଥିଲେ ଯେ ଇଏ ଚିନି
ପାଣିରେ ଭାସିବ, ଫୁଲିବ। ନା ଆରେ ବୁକା ଚିନି ପାଣିରେ ଭାସେ ନା ଫୁଲେ? ହଉ ତମ ବାପା ତମେ କ'ଣ କହିଛନ୍ତି ସେ କଥା ଆମେ ଜାଣିନୁ, ତୁମେ ଚିନି ବୁରା ଉଠାଅ ଯାଅ। ସେମାନେ ପଇସା ଦେଇ ଚିନି ବୁରା ଉଠାଇ ଆସିଲେ। ଆସିଲା ପରେ ବାଟରେ ଆସୁ ଆସୁ କୁହୁଡ଼ି, ସଞ୍ଜ ହେଇଗଲାନି, ଶୀତ ଦିନ, କୁହୁଡ଼ି ଆସିଗଲା। ମାଘ ମାସ ତ, ତେଣୁ କୁହୁଡ଼ି ଆସିଗଲା ବହୁତ। କୁହୁଡ଼ି ହେବାରୁ ସେମାନେ ବୁକା ଯାଇନାହାନ୍ତି କେଇଦିନ। ସେମାନେ ଭାବିଲେ ଇଏ ଦେଖ ତ, ଇଏ ଆକାଶଟା ପୁରା ବର୍ଷା ହେଇଗଲାଣି, ତେଣୁ ଅନ୍ଧାରିଆ ହେଇଗଲାଣି, ଇଏ ମେଘ ଆସିବ, ମେଘ ଆସିବ, ଆମେ ଇଏ ବୁରାକୁ ଏଠି କ'ଣ କରିବା? ଚିନି ବୁରାକୁ। ବାପା ତ କହିଥିଲେ ଚିନି ତ ପାଣିରେ ଭାସିବ, ତେଣୁ ଆମେ ଇଏ ବୁରାକୁ ନେଇ ଏଇ ପାଖ ଗଡ଼ିଆରେ ରଖିଦେବା। ଯଦି ମେଘ ଆସେ ଭସିଯାଏ, ତେବେ ତ ବୁରା ନଷ୍ଟ ହବନି ନା, ବୁରା ସୁରକ୍ଷିତ ରହିବ। ସେମାନେ କ'ଣ କଲେ ନା ଚିନି ବୁରାକୁ ଧରି ପାଖରେ ଥିବା ପାଣି ଜମା ହେଇଥିବା ଗାଢ଼ାରେ ସେ ବୁରାଟିକୁ ରଖିଦେଲେ। ରଖିଦେଇ ତାର ଦୁଇ କଣକୁ ଦଉଡ଼ିରେ ବାନ୍ଧି ଗଛରେ ବାନ୍ଧିଦେଲେ। ବାନ୍ଧି ଦେଇ ସେମାନେ ତା ଉପରେ ବସିଲେ। କହିଲେ ଆମର ଯାହା ହେଉନା କାହିଁକି, ଚିନି ବୁରାଟା ସୁରକ୍ଷିତ ଥାଉ। କିଛି ସମୟ ରାତି ସାରା କୁହୁଡ଼ି ଚାଲିଥାଏ। ସେମାନେ କହୁଥାନ୍ତି, ଭାଇ ସାଧୁଆ ଭାଇ, ରଘୁଆ କହେ, ସାଧୁଆ ଭାଇ ଇଏ ପ୍ରବଳ ବର୍ଷା ହେଉଛି, ପ୍ରବଳ ବର୍ଷା ହେଉଛି, ଆମେ ଏଠି ସୁରକ୍ଷିତ ଅଛୁ, ଏତକର ଆମର ବର୍ଷାଟା ଠୋପେ ଠୋପେ କାଡ଼ ପକାଉଛି, ବେଶୀ ପଡ଼ୁନାହିଁ, ତେଣୁ ଆମେ ସୁରକ୍ଷିତ ଅଛୁ। ନହେଲେ ଆମେ ଏଠି ବସିନଥିଲେ ଆମେ ପୁରା ସମ୍ପୂର୍ଣ୍ଣ ଭାବେ ଉଦା ହେଇଥାନ୍ତୁ କି କ'ଣ କିଛି ହେଇଥାନ୍ତା, ତେଣୁ ଆମେ ସୁରକ୍ଷିତ ଅଛୁ କହି ସେମାନେ ବସିଥାନ୍ତି। କିଛି ସମୟ ପରେ ଚିନି ବୁରାରୁ ଚିନି ସବୁ ଦୁଇ ସବୁ ମିଳେଇଗଲା। ଖାଲି ବୁରା ଯେତେବେଳେ ହେଇଗଲା, ସେମାନେ କହିଲେ, ରଘୁଆ କହିଲା, ସାଧୁଆ ଭାଇ ଇଏ ବୁରାରୁ ଚିନି କୁଆଡ଼େ ଗଲା? ସାଧୁଆ କହିଲା, ଭାଇ ଇଏ ଚିନି ସବୁ ମୋତେ ଜଣାପଡ଼ୁଛି ସବୁ ମିଳେଇଗଲା ନା କ'ଣ? ବାପା କହୁଥିଲେ ଇଏ ଚିନି ପାଣିରେ ଭାସିବ, ଇଏ ଚିନି ତ କାହିଁ ଭାସିଲାନି, ଆମକୁ ବୋଧେ ଠକି ଦେଲା ଦୋକାନୀ। ତେବେ କ'ଣ କରିବା? ଏ କଥା ଶୁଣି ସେମାନେ ଚିନ୍ତାରେ ବସିଥାନ୍ତି। ବାପା ଖୋଜି ଖୋଜି ଆସିଲେ। ପୁଅ ଦିଟା ଯାଇଛନ୍ତି କୁଆଡ଼େ, ଏତେ ଗଲେ, ଏତେ ପର୍ଯ୍ୟନ୍ତ ଫେରିଲେ ନାହିଁ। ସେମାନେ ଖୋଜି ଖୋଜି ଡାକି ଆସିଲେ। ଦେଖିଲା ବେଳକୁ ରାସ୍ତା ପାଖର ଖାଦ ପାଖରେ ପୁଅ ଦୁଇ ଜଣ ଠିଆ ହେଉଛନ୍ତି। ବାପାକୁ ଦେଖି ସେମାନେ କହିଲେ, ବାପା। ସନିଆ ଦାସ କହିଲା, କି ରେ କ'ଣ ହୋଇଛି? ନା ଆମେ ଯେ ମୁଁ ଚିନି ବୁରାଟା ଆଣିଥିଲୁ, ଆପଣ ଯେଉଁ ଚିନି କଥା କହିଥିଲେ ସେ ଚିନି ଆଉ ନାହିଁ ନା କୁଆଡ଼େ ଗଲା? ନା ଆପଣ କହିଥିଲେ ଚିନି ପାଣିରେ ଭାସିବ। ନା ହଁ, ସେ ଚିନି ବୁରା ପାଣିରେ ଭାସିବ। ନା ଆମେ ପାଣିରେ ନଦୀ ଦେଲୁ, ମେଘ ଆଇଲା, ତେଣୁ ଆମେ ପାଣିରେ ରଖିଦେଲୁ। ନା ରଖିଦେଲ ତ ସତ କଥା, କିନ୍ତୁ ମୁଁ ତ କହିନଥିଲି ତୁମକୁ ପାଣିରେ ରଖିତେ। ହେଲେ ସେ ଚିନି ଗଲା କାହାର? କପ୍ ଚିନି? ନା ସେ ଚିନି ସବୁ ଯାଇଛି, ମିଳେଇ ଯାଇଛି, କାହାର ମିଳେଇ ଗଲା। ନା ତୁମେ କେଉଁ ଚିନି ଆଣିଥିଲ? ନା ଆମେ ଦୋକାନୀକୁ କହିଲୁ ଯେ ଚିନି ଦିଅ, କିନ୍ତୁ ବାପା କହିଥିଲେ ଗୋଟେ ଚିନି, ତା ଆଗ ଅକ୍ଷରଟା ଆମେ ପଦଟା ଶବ୍ଦଟା ଆମର ମନେ ନାହିଁ, ତେଣୁ ସେ କହିଲା ହଁ ତମ ବାପା ସେ ଚିନି କହିଛନ୍ତି, ମୁଁ ଉଠାଉ ତ ଚିନି ପୁରା ନେଇ ଚାଲ ଦେଲେ। ନା ଆରେ ଚଣ୍ଡାଳ, ତମେ ଦ୍ୱାରା କିଛି ହବ ନାହିଁ। ସାଧାରଣ କବାବ ଚିନି ଏତକ ମନେ ରଖିପାରିଲନି, ବେପାରର ବିରାଟ ବେପାରକୁ ତମେ କେମିତି ମନେ ରଖିବ? ତୁମ ଦ୍ୱାରା କିଛି ହବନି। ହୋ ଯାହା ତ କ୍ଷତି କଲ, ଆଉ ଏଠି ଠିଆ ନ ହୋଇ ମୋ ସାଥିରେ ଘରକୁ ଚାଲ। ଘରକୁ ସେମାନେ ଗଲେ। ସନିଆ ଦାସ କହିଲା, ଦେଖିଲ ସୁନିତା,
ତୁମ ପାଇଁ ମୋର କେତେ ଟଙ୍କା ନଷ୍ଟ ହୋଇଗଲା। ଏଭଳି ପୁଅ ଜନ୍ମ କରିଛ ଯେ ବୁକା ପୁଅ, ଏମାନଙ୍କ ଦ୍ୱାରା ବେପାର ହବନି। ଏମାନଙ୍କୁ ତୁମେ ସାଇତି ରଖ ଏବଂ ସୁଆଦିଆ ଖାଦ୍ୟ ତିଆରି କରି ଦିଅ। ଜୟ ଜଗନ୍ନାଥ।